ମାଲକାନଗିରି ଜିଲ୍ଲାର ପ୍ରଥମ ଥର ମାଲ୍ୟବନ୍ତ ଉତ୍ସବରେ ଆସିଛନ୍ତି, ଆସିକି ରାତ୍ରି ଯାପନ ବି କରିଛନ୍ତି। ଏହା ଆମ ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଖୁସିର କଥା। ଏବଂ ଦ୍ୱିତୀୟରେ ମାଲକାନଗିରି ଜିଲ୍ଲାରେ ଯେଉଁ ଚିତ୍ରକୋଣ୍ଡାକୁ ସ୍ୱାଭିମାନ ଅଞ୍ଚଳ ବୋଲି ପୂର୍ବତନ ସରକାର ଯେଉଁ ଡିକ୍ଲେୟାର କରିଥିଲେ, ସେହି ଜାଗାରେ ଲୋକ ଅଭିମାନ କରିକି ବସିଛନ୍ତି, ଅଭିମାନ ଭଙ୍ଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଗୋଟେ ଛୋଟ ଦାବି ଥିଲା ଆମର ମାଲକାନଗିରି ଜିଲ୍ଲାର ବଙ୍ଗାଳୀ ସମାଜ ତରଫରୁ, ଆମର ଯେଉଁ 216 ଗୋଟି ଗାଁ ଅଛି, ସେ ଗାଁ ଗୁଡ଼ା ରେଭେନ୍ୟୁ ଗ୍ରାମ କରାଯାଉ। ଦ୍ୱିତୀୟରେ ଗାଁର ଯେଉଁ ନାଁ ଅଛି ଏମବି ବୋଲି ଯେଉଁ ଗାଁ ଗୁଡ଼ା ଅଛି, ଯେଉଁଗୁଡ଼ା ଗୋଟେ କଏଦୀ ନମ୍ବର ବୋଲି ଲାଗୁଥିଲା, ସେଇ ନମ୍ବର ଗୁଡ଼ାକୁ ଉଚ୍ଛେଦ କରି ନାଁରେ ପ୍ରକାଶ କରାଯିବ। ସାର୍ କହିଛନ୍ତି ନିଶ୍ଚିତ ଭାବରେ ଏ ଦାବିକୁ ପୂରଣ କରିବେ ବୋଲି ଆମକୁ କହିଛନ୍ତି। ତ 15 ବର୍ଷ ଆଗରୁ ଯେଉଁ ମୋଟୁ ତହସିଲ ଥିଲା, ପଡ଼ିଆ ଅଣ୍ଡରରେ ଥିଲା, ତା କାଲେମେଳା ବ୍ଲକ ଡିଭାଇଡ୍ ହେଲା ପରେ ପଡ଼ିଆରେ ତହସିଲ ଅଫିସ୍ ନାହିଁ। ଯେଉଁ ନିଲିଗୁଡ଼ା ଟୁ ମୋଟୁ 130 କିଲୋମିଟର ରହୁଛି। ଲୋକଙ୍କର ସମସ୍ୟା ପାଇଁ କୌଣସି ଜାତି ସାର୍ଟିଫିକେଟ୍ ହଉ କି ଅନ୍ୟାନ୍ୟ ଜମି କାମ ହଉ, ଅନ୍ୟାନ୍ୟ ସମସ୍ୟାରେ ତହସିଲ ଅଫିସ୍ ଯିବା ପାଇଁ 125 କିଲୋମିଟର ପଡ଼ୁଛି। ଗତ 10 ବର୍ଷ ଆଗରୁ ଆଡ଼ିସନାଲ ତହସିଲ ଅଫିସ୍ ଗତ ସରକାର ପଡ଼ିଆରେ ସ୍ଥାପନ କରିଥିଲେ। ଆଉ 6 ମାସ ପରେ ତାକୁ ବନ୍ଦ କରିଦେଲେ। ସେଠିକି ପଡ଼ିଆ ଅଞ୍ଚଳର ଲୋକମାନେ ବହୁତ ସମସ୍ୟାରେ ହେଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜଣେଇଲୁ, ଆଉ ତାପରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ସେ ଆଗାମୀ ଦିନରେ ପଡ଼ିଆର ତହସିଲ ଅଫିସ୍ କରିବା ପାଇଁ।